ଶଳା ଖରାଟାରେ ବଜାରଟା ଯାକ ବୁଲି ବୁଲି ଗାଣ୍ଡି ମୁଣ୍ଡ ଅନ୍ଧାର ହେଇଗଲାଣି। ଗୋଟେ ଭଲ ଜଳଖିଆ ଦୋକାନ ଦେଖାଉଛି ତ। ନାଇଁ କ'ଣ ଗୋଟେ ପିସାଚନେ ଖାଇ ସେଥିରେ ଯାଏଁ ଦେଖେ। ଆରେ ଏମିତିଆ ଜଳଖିଆ ଦୋକାନ ମୋ ଜୀବନରେ ମୋ କାନ ଉଠିଲା ଦିନଠାରୁ ଦେଖିନଥିଲି, କି ଆଖି ଉଠିଲା ଦିନଠାରୁ ଶୁଣିନଥିଲି। ଆରେ ଜଗୁ ତ ଜଗୁ, ଏଇଟା ପୁଣି ପିସାଚ କ'ଣ? ଆଚ୍ଛା ମଉସା, ଏ ଜଳଖିଆ ଦୋକାନର ମାଲିକ କିଏ? ଆଜ୍ଞା ମୁଁ। ଦୋକାନଟାର ନାଁ ଏମିତିଆ କ'ଣ ଲେଖା ହେଇଛି? ଜଗୁ ତ ଜଗୁ, ପୁଣି ପିସାଚଟା କ'ଣ? ଆପଣ ଆଗେ ବସନ୍ତୁ, ତାପରେ ମୁଁ କହୁଛି କି ଦୋକାନଟାର ନାଁ ଏମିତିଆ କ'ଣ ପାଇଁକି ରଖା ହେଇଛି। ଆଗେ କ'ଣ ଖାଇବେ ଆପଣ କୁହନ୍ତୁ। ଆରେ ରଖ ତମ ବାଳ ଖାଇବା। ମୁଁ ତମକୁ ପଚାରୁଛି ନାଁଟା ଏମିତିଆ କାହିଁ ରଖା ହେଇଛି? ଆପଣ ତ ପଢ଼ା ଲେଖା ନକ, ମୁଁ ତ ମୂର୍ଖ ନକ। ଏଇ ଯେଉଁ ଆମର ଆଧାର କାର୍ଡ଼ କରୁନାହାନ୍ତି, ପ୍ରଥମେ ମୋ ନାଁଟା ଥିଲା ଜଗୁ ପ୍ରସାଦ ସାହୁ। ତାହେଲେ ପିସାଚ ରାକ୍ଷସଟା କୋଉଠୁ ପଶି ଆଇଲା? ଓହୋ, ତେମେ ଆପଣ ତ କଥାଟା ବୁଝୁନାହାନ୍ତି। ଏଇ ଯେଉଁ କମ୍ପ୍ୟୁଟର ବାଲା ମୋ ନାଁଟାକୁ ଟିପୁ ଟିପୁକି ଅଖାଡ଼ୁଆକି ଟିପି ଦେଇଛି। ଆଉ ଏଇ ଦେଖୁନାହାନ୍ତି, ମାଆର ବୟସ 30କୁ, ପୁଅର ବୟସ 40, ସ୍ୱାମୀର ବୟସ 40କୁ, ସ୍ତ୍ରୀର ବୟସ 50। ସବୁ ତ ଜାଣିଛ, ତାହେଲେ ନାଁଟାକୁ କରେକ୍ସନ୍ କ'ଣ ପାଇଁ କରୁନ? ପ୍ରଥମେ ମୁଁ ବି ଏଇଆ ଭାବୁଥିଲି, ହେଲେ ଯେଉଁଦିନ ଠାରୁ ମୋ ନାଁଟା ପିସାଚ ହେଇଯାଇଛି, ସେଦିନଠାରୁ ମୋର ତ ପୁରା ଉଦୟ ବେଳା। ସେଇଦିନଠାରୁ ମୋ ବେପାରରେ ଖାଲି ଲାଭ ହିଁ ଲାଭ, ଲାଭ ହିଁ ଲାଭ, ଲାଭ ହିଁ ଲାଭ। ଆରେ ଇଏ କ'ଣ ଭଲ କଥା କହୁଛ ତ? ପିସାଚ ନାଁଟା ଯୋଡ଼ା ହେଲା ଠାରୁ କ'ଣ ତମ ଲାଭ ହେଉଛି? ଓହୋ, ଆମ ଗାଁ ଜ୍ୟୋତିଷ ବିଜୟ ସାହୁକୁ ପଚାରିଥିଲି ପରା, ସିଏ ମୋତେ ଏଇ କଥା କହିଲା। ଆରେ ଏଡ଼େ ଜୋର ଗଳା ଫାଡ଼ି କାହିଁ ଚିଲଉଛ? ମୁଁ କ'ଣ କାଲ ନା କ'ଣ? ତମ ତଣ୍ଟି ଶିରଟା ଛିଡ଼ିଯିବ ଯେ। ଭାଇନା, ତରକାରୀରୁ ଝୋଳ ମରିଯିବ, ଚାଲ ଖାଇଦେବା। ରଖ ତମ ବାଳ ଝୋଳ, ସେ ତରକାରୀରୁ ଝୋଳ ମରିଯାଉ କି କାଠୁଆ ହେଇଯାଉ, ମୋ ପ୍ରଶ୍ନର ଉତ୍ତର ଦିଅ ଆଗ। ସକାଳଟାରୁ ଗୋଟାଏ ବାଲ୍ଟି ପାଣିରେ ଝାଡ଼ା ଯାଇକି ଗାଧେଇକି ଆଇଛି, ତମର ଖାଇବାକୁ ଦେବା କଥା ଦିଅ, ନହେଲେ ନାହିଁ ମୁଁ ଯାଉଛି। ଓହୋ, ଆପଣ ରାଗୁଛନ୍ତି କ'ଣ ପାଇଁକି? ଆସୁନାହାନ୍ତି, ବରା ଆଳୁଚପ ସିଙ୍ଗଡ଼ା ଯାହା ଚାହିଁବେ ତାହା ଖାଇବେ। କ'ଣ ଆଇଁଷ ପାଣି କିଛି ହେବ ନାହିଁ? କାର୍ତ୍ତିକ ମାସଟାରେ ଆଜି ଯାଏଁ ଆଇଁଷ ଟିକେ ପାଟିରେ ବାଜି ପାଇଲା ନାହିଁ। ହଉ ଛାଡ଼, ଯାଉଛି ଠାକୁରଙ୍କୁ ଭୁଲ ମାଗିକି ଶୁଖୁଆ ଟିକେ ପୋଡ଼ି ଖାଇଦେବି।